ସୁନ୍ଦର ଦେଖାଯାଉଛି। ଆଉ ନାନି ବେଗରେ କଣ ରଖିଛୁ? ବେଗରେ କଣ ରଖିଛୁ ରେ? ଏ କଣ କୁରକୁରି ଆଉ ମୁରମୁରେ କରୁଛି ଆପଣ ମାନଙ୍କୁ ମୋ ୟୁଟ୍ୟୁବ ଚ୍ୟାନେଲ ଲାଲିଶ୍ରୀ ଲାଇଫଷ୍ଟାଇଲ ରେ। ତ ଆଜିର ଭିଡିଓ କଣ ହବ? ଭାଇ କଣ ମାଛ ଧରିବା ପାଇଁ ପକଉଛ କି? ମାଛ ଧରିବା ପାଇଁ ଆଜି ସଣ୍ଡେ ଛୁଟି ତ ଆମେ ସେଇଠିକି ଯିବାର ଥିଲା ବଟ୍ ଆମେ ଯାଇପାରୁନୁ ସେଇଠିକି କାହିଁକିନା ସେ ମନା କରୁଛନ୍ତି ଆଜି ସେପଟେ କାହାକୁ ମତେ ଛାଡୁନାହାନ୍ତି ଯାଇପାରୁନାହାନ୍ତି। ଇଏ ହଉଛି ଗୋପାଳପୁର ରାସ୍ତା। ଏଇଠୁ ଆମେ ଯିବା ଲେଫ୍ଟ ସାଇଡ, ଏପଟେ ଗଲେ ରାଇଟ ସାଇଡ ଗଲେ ଗୋପାଳପୁର ପଡିବ, ଲେଫ୍ଟ ସାଇଡ ଗଲେ ଆମେ ଯିବା ଆର୍ଯ୍ୟପଲ୍ଲୀ ବିଚ୍। ଏଇଠି କିଛି ସେଲ୍ଫି ପଏଣ୍ଟ ଅଛି ମୋ ଗୋପାଳପୁର। ଆପଣ ଯଦି ଏଇ ରାସ୍ତାରେ ଆସୁଛନ୍ତି ତ ଏଇଠି ଆପଣ ଫଟୋ ନେଇପାରିବେ, ଭଲ ଜାଗାଟେ ଅଛି। ଏଇଠୁ ବର୍ତ୍ତମାନ ଆମେ ଯିବା ଆର୍ଯ୍ୟପଲ୍ଲୀ ବିଚ୍ କୁ। ଏଇଠୁ ପାଖାପାଖି ଆମକୁ 14-15 କିଲୋମିଟର ଯିବାକୁ ପଡିବ। 14-15 କିଲୋମିଟର ପରେ ଯାଇକି ଆର୍ଯ୍ୟପଲ୍ଲୀ ଆସିବ। ବ୍ରହ୍ମପୁର ଟୁ ପାଖାପାଖି ଏଇ ଗୋପାଳପୁର ରାସ୍ତାରେ ଗଲେ ଆମକୁ 30 କିଲୋମିଟର ପଡୁଛି। ଯଦି ଆପଣ ଛତ୍ରପୁର ରୋଡ ଦେଇକିରି ଯାଉଛନ୍ତି ତ ଆଉ ଟିକେ ଅଧିକ ପଡିପାରେ। ତ ଇଏ ପହଞ୍ଚିଗଲେ ଆମେ ଗୋପାଳପୁର ବିଚ୍। ଏଇଟା ହଉଛି ଗୋପାଳପୁରର ରାସ୍ତାଟା। ଏଇ ରାସ୍ତାରେ ଆମେ ଯିବା ଆମର ଆର୍ଯ୍ୟପଲ୍ଲୀ ରୋଡ କୁ। ଆଗରେ ଗୋଟେ ଛୋଟିଆ ବ୍ରିଜ ପଡୁଛି, ହଁ ଏଇ ବ୍ରିଜ ଟା ଲେଫ୍ଟ ସାଇଡରେ ଯିବା। ଏପଟେ ଗଲେ ଆଉ ଗୋପାଳପୁରର ଯୋଉ ମାଛ କେନ୍ଦ୍ର ଯୋଉ ରହିଛି ଏଇଠି, ଏପଟେ ରାସ୍ତାଟା ଇଏ ହଉଛି ଆମର ବିଚ୍ ଟା। ତ ଇଏ ହଉଛି ସେଇ ଗାଁର ଦୃଶ୍ୟ, ଆର୍ଯ୍ୟପଲ୍ଲୀ ଗାଁର ଦୃଶ୍ୟ। ବର୍ତ୍ତମାନ ଆମେ ପହଞ୍ଚିଗଲୁ ଆର୍ଯ୍ୟପଲ୍ଲୀ ଜାଗାରେ। ତ ଇଏ ହଉଛି ଏମିତି ଜାଗା ପାଖରେ ତ ଏପଟେ ଯିବାକୁ ରାସ୍ତା ଏମିତି ଅଛି ବିଚ୍ କୁ ପହଞ୍ଚିବା ପାଇଁ। ଦେଖିବାରେ ପାଣି କେତେ ସୁନ୍ଦର ଦେଖା ହଉଛି ଭାଇ, କି ନଜାରା ସୁନ୍ଦର ଦେଖା ହଉଛି। ଓ ଭାଇ ଲୋକମାନେ ସକାଳୁ ସକାଳୁ ପହଞ୍ଚି ଯାଇଛନ୍ତି, ବିଚ୍ ର ମଜା ନଉଛନ୍ତି। ତ ଆପଣ ମାନେ ଦେଖିପାରୁଥିବେ ଏଇଠିର ଭିଉ ଟା ଏମିତି ରହିଛି ଆର୍ଯ୍ୟପଲ୍ଲୀ ବିଚ୍ ର। ଆପଣ ଦେଖିପାରୁଥିବେ ଗୋଟେ ରହିଛି, ଏଇଟା ହଉଛି ରାସ୍ତା, ସେ ଭିଉ ପଏଣ୍ଟ ଟା। ଏ ପାଖକୁ ଯାଇକି ଆପଣ ଫଟୋ ସୁଟ କରିପାରିବେ। ଆଉ ପାଖରେ ପାଣିର ମଜା ବି ନେବେ। ବହୁତ ଲହଡା ଅଛି ଆଜି ସକାଳୁ ସକାଳୁ। ଆଉ ଗୋଟେ ହେଲା ସେଇଠି ଦେଖାଯାଉଛି ଯୋଉ, ସେଇଟା ଗୋଟେ ବ୍ରିଜ ଟା, ସେ ଯୋଉ ଏରୋଟା ପଡିଛି ପୁରା ଲାଇନ ଟା, ସେଇଟା ଗୋଟେ ବ୍ରିଜ। ସେଇଠି ମଧ୍ୟ ଲୋକମାନେ ଯାଉଛନ୍ତି, ଫଟୋ ସୁଟ ର ମଜା ନଉଛନ୍ତି। ତ ସକାଳୁ ସକାଳୁ ଆସିକି ଏ ଜାଗାରେ ପହଞ୍ଚିକି ତାର ମଜା ଟା ଗୋଟେ ଅଲଗା ଭାଇ। ପୁରା ଦେଖିବାକୁ ବହୁତ ସୁନ୍ଦର ଦେଖା ଯାଉଛି ଜାଗା। ତ ଆମେ ଯିବା ଏଇ ଜାଗାକୁ ଯିବା, ଏଇ ଲାଷ୍ଟ କୁ ଯିବା, ସେଇଠି ଯାଇକି ଦେଖିବା କେମିତି କଣ ଅଛି। ସୁରଜ, ଆର୍ଯ୍ୟପଲ୍ଲୀ ଲାଷ୍ଟ ଟାଇମ କେବେ ଆସିଥିଲୁ? 4-5 ମାସ ତଳେ ଆସିଥିଲୁ। ଏକଲା ଆସିଥିଲୁ ନା ଗର୍ଲଫ୍ରେଣ୍ଡ ସହିତ ଆସିଥିଲୁ? ଏକା ଏଇଠି କିଛି କାମ ନାହିଁ ତ, ମୁଁ ତ ଏକା ଆସି ପାରିଥାନ୍ତି, କିନ୍ତୁ ମୁଁ ତ ଆସିଲି ତମ 2 ଜଣ ନେଇକି। ତୁ ଏକା ଆସୁଛୁ ମାନେ କାରଣ କଣ ବୁଝିପାରୁନି। ଏକା ଏଇଠି କାମ କଣ? ଏଇଠି ଯେତିକି ଜାଗା ଦେଖା ଯାଉଛି, ଏଇଠି କେବେ ମଧ୍ୟ ଏକା ଆସିବାକୁ ପସନ୍ଦ କରିବନି। ବଟ ତୁ ଆସିଲୁ କଣ ପାଇଁ? ମିଛ କହୁଛୁ ମତେ। ତ ଚାଲନ୍ତୁ ଆମେ ଯିବା ସେପଟେ ରାସ୍ତାକୁ। ଭାଇ ରାସ୍ତା ଯିବା ପାଇଁ ଯେତିକି ପଥର ଅଛି, ଟିକେ ଯଦି ଗୋଡ ସ୍ଲିପ ହେଲା ମାଡ ହବାର ସମ୍ଭାବନା ଅଛି। ତ ଆରାମ ସେ ଯୋଉମାନେ ବି ଆସିବେ ଆରାମ ସେ ଯିବେ ସେପଟେ।
ଭାଇ ପଥର ହିଁ ପଥର ଏଇଠି, ପଥର ଛଡା ଆଉ କିଛି ନାହିଁ ଏଇଠି। ପଥର ଅଛି ଆଉ ବାଲି ଅଛି, ଆଉ କିଛି ନାହିଁ ଏଠି। ତ ଆମେ ଯିବା ସେପଟକୁ, ସେ ଭ୍ୟୁ ପଏଣ୍ଟ କୁ ଯିବା, ଦେଖିବା ପାଣିର ମଜା ନବା, କେମିତି ଲହଡା ଆସୁଛି ଦେଖିବା ସେଠି। ଓହୋ ଭାଇ ମଜା ଲହଡା, ସକାଳୁ ସକାଳୁ ଆସିକିରି ଦୃଶ୍ୟ ଦେଖିବା ମଜା ସବୁଠୁ ନିଆରା। ମୁଁ ଭାବୁଛି ଆମେ ଆସିଛୁ ବୋଲି ଆଜି କଣ ଲହଡା ବେଶୀ ଅଛି ନା କଣ? ବର୍ତ୍ତମାନ ସମୟ ହେଇଯାଇଛି ସକାଳ 7:09, ସକାଳ 7:09-10 ଆପଣଙ୍କୁ ଆର୍ଯ୍ୟପୁଲରେ ଏମିତି ପ୍ରକାର ଭ୍ୟୁ ଦେଖିବାକୁ ମିଳିବ ବିଚ୍ ରେ। ତ ଯୋଉମାନେ ଆସିବେ, ସବୁ ଲୋକ ତ ଆସୁଛନ୍ତି ଫଟୋ ସୁଟ ପାଇଁ। ସନ୍ଧ୍ୟା ବେଳେ ଆସୁଛନ୍ତି 4ଟା 5ଟାରେ ଆସିକି ଫଟୋ ସୁଟ କରିକି ଯାଉଛନ୍ତି। ବଟ୍ ଆପଣ ମାନେ ଯଦି ଆସିବେ ତ ସକାଳକୁ ଆସନ୍ତୁ, ଫଟୋ ସୁଟ ବି ଭଲ ଆସିବ ଭାଇ। ଏଇଠି ଏମିତି ଗୋଟେ ଜାଗା ଏଇଟା ଆର୍ଯ୍ୟପଲ୍ଲୀ, ଆପଣ ସକାଳେ ଆସନ୍ତୁ ଭଲ ଲାଗିବ, ଆଉ ଆପଣ ଖରା ବେଳେ ମଧ୍ୟ ଆସନ୍ତୁ ଭଲ ଲାଗିବ, ଆଉ ସନ୍ଧ୍ୟା ସମୟରେ ମଧ୍ୟ ଆସନ୍ତୁ ଭଲ ଲାଗିବ। ଯୋଉ ଟାଇମ ରେ ମଧ୍ୟ ଆପଣ ଆସିବେ ବେଷ୍ଟ ଟାଇମ ହେଇପାରିବ ଆପଣଙ୍କର ଆର୍ଯ୍ୟପଲ୍ଲୀ। ତ ଆମେ ଆସିଛୁ ଏବେ ସକାଳ 7:10-ରେ ଖାଲି ଭିଡିଓ ବନେଇବା ପାଇଁ। ତ ଦେଖିପାରୁଥିବେ କୋଉ ଟାଇପ ର ଭିଡିଓ, ମାନେ ଏତେ ଭଲ ଲାଗୁଛି ଜାଗାକୁ ଦେଖିକି, ଏତେ ଖୁସି ଲାଗୁଛି ଯେ ଏମିତି ବି ଆମର ବ୍ରହ୍ମପୁର ପାଖାପାଖି ଗୋଟେ ପ୍ଲେସ ଅଛି। ପୁରା ପୁରା ଦେଖିପାରୁଥିବେ ଆମର ସେ ଯୋଉ ଲାଷ୍ଟ ପଏଣ୍ଟ ଅଛି, ସେ ଲାଷ୍ଟ ପଏଣ୍ଟ କୁ ଯିବା, ଦେଖିବା କୋଉ ଟାଇପ କେମିତି ହେଇଛି। ଭାଇ ଆଉ ଗୋଟେ କଥା କଣ ହେଲା, ଏଇଠି ଯଦି ଆସୁଛ ଖାଲି ପଥର ଆଉ ବାଲି ଛଡା ଆଉ କିଛି ଆପଣଙ୍କୁ ଦେଖିବାକୁ ମିଳିବନି, ପଥର ହିଁ ପଥର। ଆମର ଦିଟା ଭାଇ ଯୋଉ ଆସୁଛନ୍ତି ଅଲରେଡି ତାଙ୍କ କାମ ଆରମ୍ଭ କରିସାରିଲେଣି। ସେ କଣ କରୁଛନ୍ତି କଣ ନାହିଁ ତାଙ୍କୁ ଜଣା। ଜଣେ ତ ସାର୍ଟ କାଢି ସାରିଲାଣି, ଭିଡିଓ କରିବ କି ଗାଧେଇବ ଜଣା ନାହିଁ। ଭାଇ ଜଣେ ଯିଏ ଅଛନ୍ତି ବୋଧେ ମାଛ ଧରୁଛନ୍ତି, ହଁ ଜାଲ ପକେଇଛନ୍ତି, ମାଛ ଧରୁଛନ୍ତି ବୋଧେ, ମାଛ ଝିକା ଚାଲିଛି। ନାନି ବେଗରେ କଣ ରଖିଛୁ, ବେଗରେ କଣ ରଖିଛୁ ରେ? ଏ କଣ କୁରକୁରି ଆଉ ମୁରମୁରେ, ଏ କଣ ସକାଳୁ ଖାଇବା ପାଇଁ? ଏଇଠି ତ ଆଉ କିଛି ମିଳିବନି, ଦୋକାନ ବାଡି କିଛି ନାହିଁ। ଯାହା ଆଣିବୁ ଆମେ ସେପଟେ ଆଣିବାକୁ ପଡିବ ନା କଣ? ସକାଳୁ ସକାଳୁ ସେକେଣ୍ଡ ଅଛି ଦୋକାନ, ଆଉ ସେଇଠୁ ଧରିକି ପଳେଇ ଆସୁଛୁ ନାଇଁ? ତ ଆଗରୁ ସବୁ ରେଡି କରିଦେଇଥାନ୍ତୁ ନାଇଁ ଖାଇବା ପିଇବା ସବୁ। ଆମର ଆଉ ଗୋଟେ ଭିଡିଓ ସୁଟର ଭାଇ ଚଲେଇଛନ୍ତି, କଣ କରୁଛନ୍ତି ତାଙ୍କର ଟିକେ ଦେଖିଦେବା କଣ କରୁଛନ୍ତି। ଭାଇ ଭିଡିଓ ବନା ଚାଲିଛି ଭାଇଙ୍କର। ତ ଇଏ ରହିଲା ସେଇ ବିଚ୍, ସେଇଟା ଗୋଟେ ଜାହାଜ ଯାଉଛି ଦିଟା, ଏଇ ଯୋଉ ଦିଟା ଜାହାଜ ଅଛି, ମାଛ ଧରିବାକୁ ଯାଇଛନ୍ତି, ରିଟର୍ଣ ହଉଛନ୍ତି। ସେମାନେ ସବୁ କାଲି ରାତିରୁ ପଳେଇଛନ୍ତି, କାଲି ଯାଇକିରି ଆଜି ଫେରୁଛନ୍ତି। ଆଉ ସେଇଠି ଯୋଉ ରହିଲା ବିଚ୍, ସେଇଠି ରହୁଛି ସେ ଯୋଉ ଲାଇନ ଟା ହଉଛି ସିଏ ହଉଛି ଆର୍ଯ୍ୟପଲ୍ଲୀ ର ଲାଷ୍ଟ ବିଚ୍ ଟା, ମାନେ ସେଇଠୁ ଆଉ ସେପଟେ ଯିବାକୁ କିଛି ରାସ୍ତା ନାହିଁ, ସେପଟେ ଆଉ ଛାଡୁନାହାନ୍ତି, ସେଇଟା ରହିଲା ଲାଷ୍ଟ। ଆଉ ଏଇ ରହିଲା ତା ନଜାରା। ପାଣି ଦେଖ ଭାଇ, ପାଣି କେତେ ସ୍ପିଡ ହଉଛି, କେତେ ଜୋରସେ ଲହଡା ମାରୁଛି, ଆଉ ସେ ଜାଗାରେ ମଧ୍ୟ କେତେ ଲହଡା ମାରୁଛି, ଆଉ ଉପରକୁ ପାଣି ଆସୁଛି। ଆସୁ ଆସୁ ତାଙ୍କର ସୁଟ ଆରମ୍ଭ ହେଇଗଲା, ପର୍ସନାଲ ସୁଟ ତାଙ୍କର। ଏଇ ବ୍ଲଗିଂ ପରେ ତାଙ୍କର ବି ଆହୁରି କିଛି ପର୍ସନାଲ ଅଛି, ସେ ପର୍ସନାଲ ସୁଟ ରେ ତାଙ୍କେ ଲାଗିଗଲେଣି ଦି ଜଣ ଯାକ।
के का बड़ा नहीं से कौन सब धरी पड़ा आछे शूट पाई गली तांकर सब डिस्कशन चलती को टाइप शूट करिया भाई ये होती एंडिंग पॉइंट ओ भाई साहब कौन लहड़ा पानी रो आउ गोटे टाइम देखिया ओ भाई तो ओ भाई साहब ओ भाई भाई कितने जोर से लहड़ा मारती सकाल सकाल माने मु ठिया ए लास्ट पॉइंट ठिया हम देखिपे चारिआडे किमी देखा जाऊँगी यार नजारा पूरा भाई पूरा माने एते सुंदर देखा सकाल सकाल व्यूटा मेघ मध्य आज अच्छी क्लाउड भी देखिपे पूरा मेघ होगी अच्छी ता सहित ए लहड़ार मजा भाई देखा बहुत सुंदर देखा व्यू पॉइंट से लास्ट को जीवा इच्छा बट एते जोर से पानी आसुची पूरा माने पूरा ड्रेस पूरा उदा कर दो तो ब्रह्मपुर लोक ने प्राय जानी सारी ए जगह को पाखे अच्छी समस्त आसी प्राय बुल पलि जो मैंने आसना से गोटे स्पेशल कौन ना जदि आप सका आसतु सका आसले एक्चुअली तार मजाटा नहीं सन्ध्या बेले तो सब लोग गहल हो जाए भल लगिपे कि सका सका आसो ना आहरी भी भल लगे देखापी एमती जब मेघ थी एमती ए टाइप मेघ थी आमती पानी सुओ जाऊव एत स्पीड देखिपे पूरा तो आप निश्चिंत भल लगे जे प्लेस को आसवाई देखते भाई केते जोर से पानी भाई कौन माछ धरिया पकाउछ कि माछ धरिया आज संडे छुट्टी तो माछ धरिया ड्यूटी आज व्यवस्था आज हम ना माछ धरला हेले पखापाखि केतरा माछ प्लान अच्छी आज धरिया ग्यारंटी किसी ना जितना पड़ला पड़ला नहीं तो केतरा बेलू आस माछ धरिया संडे रे एबे आसिल जस्ट एबे पल गोटे दिटा माछ पड़े चलिया कथा हाँ ट्राए करिया नहीं जदि पड़ेला बेले आज संडे हाँ रविवार छुट्टी जदि पड़ेला माछ दिटा तीन पड़ेला बेले आज रविवार ହେଇला पूरा हो नहीं अच्छा तो आज रविवार छुट्टी भाई से पड़ी आसुँच आज माछ धरिया रविवार माछ पड़गले आज रविवार माने स्पेशल डे हो माछ धरिया पड़ा भाई तो फाइनली आमे आमर बुलाबुली सब कंप्लीट कलु कंप्लीट सरला बुलाबुली तो देखिए ये हूँ आर्यपल्ली ये जो बीच और आम से जीवार थिला बट आम जापारनु से कहीं से मना कर आज सेपटे गाँव को मत छाड़ना जापारना तो आम कौन आज आर्यपल्ली बीच बुलाबुली कला बाहरी पड़ू रिटर्न नहीं तो भाई मैंने पूरा रेडी हो जाए भाई आज बोली बुलाबुली सरला एबे कुआर दिबा हाँ जलिया खाया कहूँ जाऊ जाऊ जलिया खाया लेट है बर्तमान टाइम केतर है 8:52 है जलिया खाई बाहरिया खाइबाटा मैंडेटरी भाई जहाँ हो जिते बुलाबुली कर ब्लॉगिंग कर जहाँ कष्ट कर खाଇବା मैंडेटरी होती फास्ट ये आउ कथा छाड़ आ कौन कह आज जुगुर आज मुझे उदा पूरा ना भल था तो चलो गाइस आज ब्लॉग ये कंप्लीट कर आउ थे मिसिबा नेक्स्ट ब्लॉग रे।
ତ ସେଥି ଭିତରେ ରହୁଛୁ। ଜୟ ଜଗନ୍ନାଥ।